ପଲ୍ଲବୀ ଆଦର୍ଶଙ୍କୁ କହୁଛନ୍ତି ମୁଁ ତମକୁ ଆରେଷ୍ଟ କରିବି ବୋଲି। ଏକଥା ମୁଁ ସ୍ୱପ୍ନରେ ବି ଭାବିନଥିଲି। ପଲ୍ଲବୀଙ୍କ ପାଖରୁ ଏମିତି କଥା ଶୁଣିବା ପରେ ଆଦର୍ଶ ପଲ୍ଲବୀଙ୍କୁ କହୁଛନ୍ତି ତମେ ଜଣେ ବ୍ରେଭ୍ ଗର୍ଲ ପଲ୍ଲବୀ। ତମେ ଏମିତି ଦୁଃଖୀ ହେଇ କାନ୍ଦିବା ଅପେକ୍ଷା ବରଂ ମୋତେ କୋଉ ଉଦ୍ଦେଶ୍ୟରେ ଆରେଷ୍ଟ କରାଯାଇଛି ସେ କଥା ତମେ ଖୋଜିକି ବାହାର କର। ଆଉ ସେହି ସମୟରେ ଗୌରବ ଆସି କହୁଛନ୍ତି ପଲ୍ଲବୀ ଆଦର୍ଶ ଠିକ୍ କଥା କହୁଛି। ଯେମିତି ମୋତେ ଆରେଷ୍ଟ କରାଯାଇଥିବା ପଛର ସତକୁ ତମେ ଖୋଜିକି ବାହାର କରିଥିଲ ଏବେ ସେମିତି ଆଦର୍ଶ ଆରେଷ୍ଟ କରାଯାଇଥିବା ପଛର ସତକୁ ତମେ ଖୋଜିକି ବାହାର କର। ଏବେ ତ ତମ ହାତରେ ପାୱାର ଅଛି ସେଥିପାଇଁ ପ୍ରକୃତ ତଥ୍ୟର ଇନଭେଷ୍ଟିଗେସନ କରି ୟା ପଛରେ କାହାର ହାତ ଅଛି ତାକୁ ଖୋଜିକି ବାହାର କରିବା ପାଇଁ ତମକୁ ବେଶୀ କଷ୍ଟ କରିବାକୁ ପଡ଼ିବନି। ଆଉ ହଁ ଏ ଲଢ଼େଇରେ ମୁଁ ବି ତମ ସହିତ ଅଛି। ତମକୁ ଯୋଉ ମୁହୂର୍ତ୍ତରେ ବି ମୋର ସାହାଯ୍ୟ ଦରକାର ସେଥିପାଇଁ ମୁଁ ରେଡି ଅଛି। ଗୌରବଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ଗୌରବକୁ କହୁଛନ୍ତି ଥ୍ୟାଙ୍କୟୁ ଭାଇ। ତେବେ ଦର୍ଶକ ବନ୍ଧୁ ପଲ୍ଲବୀ ଆଉ ଗୌରବ ମିଶି ଏବେ ଏମଏଲଏ ଭୈରବର କଳା କାରନାମାକୁ ସମସ୍ତଙ୍କ ସାମ୍ନାକୁ ନେଇ ଆସିବେ କି? ଯଦି ହଁ କମେଣ୍ଟରେ ୟେସ୍ ଲେଖନ୍ତୁ।